ଏହି ଭିଡ଼ିଓକୁ ଯଦି ତୁମେ ମାନେ ଶେଷ ପର୍ଯ୍ୟନ୍ତ ଦେଖିବ ନିଶ୍ଚିତ ଭାବରେ ତୁମମାନେ ଗୋଟିଏ ଚାକିରି କରିପାରିବ। ମୋର ପ୍ରିୟର ଛାତ୍ରଛାତ୍ରୀମାନେ ମିନିମମ୍ କ୍ୱାଲିଫିକେସନ୍ ହେଉଛି 10th କ୍ଲାସ୍। ଯେଉଁ ପିଲାମାନେ 10th କ୍ଲାସ୍ ପାସ୍ କରିଛ ସେମାନେ ଏହି ଜବ୍ ପାଇଁ ଆପ୍ଲାଏ କରିପାରିବ। ଆଉ ଥରେ କହୁଛି, ଯେଉଁ ପିଲାମାନେ 10ମ ଶ୍ରେଣୀ ପାସ୍ କରିଛ ସେହି ପିଲାମାନେ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବ। ମୋର ପ୍ରିୟର ଛାତ୍ରଛାତ୍ରୀମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲରେ କୌଣସି ପ୍ରକାର ଫେକ୍ ଭିଡ଼ିଓ ମୁଁ କରିବା ନିମନ୍ତେ ଚାହେଁ ନାହିଁ। କାହିଁକି ଫେକ୍ ଭିଡ଼ିଓ କରି ତୁମମାନଙ୍କର ଟାଇମ୍ ୱେଷ୍ଟ କରିବା ନିମନ୍ତେ ଚାହେଁ ନାହିଁ। ଆଉ ବହୁତ ଗୋଟେ ସୁନ୍ଦର ଜବ୍ ବାହାରିଛି। ଆଉ ସ୍ୟାଲେରୀ ତୁମମାନଙ୍କର ରହିବ 30,000ରୁ ଅଧିକ ସ୍ୟାଲେରୀ ରହିବ। ଆଉ ଗୋଟିଏ ଏକ୍ଜାମ୍ ଦେବାର ଅଛି, ମନେ ରଖନ୍ତୁ, ଗୋଟିଏ ରିଟେନ୍ ଏକ୍ଜାମ୍ ତୁମମାନଙ୍କୁ ଦେବାର ଅଛି। ଆଉ ଗୋଟିଏ ଏକ୍ଜାମ୍ରେ ତୁମମାନେ ପାସ୍ ହେଲା ପରେ ଆଉ କୌଣସି ଇଣ୍ଟରଭ୍ୟୁ କିମ୍ବା ଫିଜିକାଲ୍ ଟେଷ୍ଟ ଦେବାକୁ ପଡ଼ିବ ନାହିଁ। ତୁମମାନେ କ'ଣ କରିବାକୁ ପଡ଼ିବ, ଏକ୍ଜାମ୍ରେ ପାସ୍ ହେଲେ ତୁମମାନଙ୍କୁ ଜବ୍ ସୁନିଶ୍ଚିତ ମିଳିବ। ତ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଜବ୍ ପିଲାମାନେ ନିଶ୍ଚିତ ଭାବରେ, ଯେଉଁମାନେ 10th +2 +3 ଗ୍ରାଜୁଏସନ୍ କରିଛ ତୁମମାନେ ନିଶ୍ଚିତ ଭାବରେ ଏହି ଜବ୍ ପାଇଁ ତୁମେ ଆପ୍ଲାଏ କରିଦିଅ। ଆଉ ଆମେ ଦେଖିଯିବା। ଆଉ ସେଇ ଜବ୍ ହେଉଛି କ'ଣ, SSC ତରଫରୁ ସେଇ ଜବ୍ଟା ବାହାରିଛି। ତୁମମାନେ ଦେଖିପାରୁଥିବ এই ଜାଗାରେ ଲେଖା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଦ୍ୱାରା ସେ ଜବ୍ଟା ବାହାରିଛି। ଆଉ ଆପ୍ଲାଏ ଚାଲିଛି, ଏଇ ଜୁନ୍ ମାସରେ ଆପ୍ଲାଏ ଚାଲିଛି। ତୁମମାନେ ଦେଖିପାରୁଥିବ ଏଇ ଜାଗାରେ ଅନଲାଇନ୍ ଆପ୍ଲିକେସନ୍ କ'ଣ 2 ତାରିଖ 6 ମାସ 2025, ମାନେ 2 ତାରିଖ ଜୁନ୍ 2 ତାରିଖରୁ ଆପ୍ଲାଇଟା ଆରମ୍ଭ ହୋଇଯାଇଛି। ଆଉ ଲାଷ୍ଟ ଡେଟ୍ ହେଉଛି ତା'ର 23 ତାରିଖ। ମନେ ରଖ, ଜୁନ୍ 2 ତାରିଖରୁ ଆରମ୍ଭ ହୋଇଯାଇଛି। ଆଜି ହେଉଛି 5 ତାରିଖ, ମାନେ 23 ତାରିଖ ଦିନ ହେଉଛି ଲାଷ୍ଟ ଡେଟ୍। ତ ପିଲାମାନେ ସମସ୍ତେ କ'ଣ କରିବ, ଆଉ ତୁମମାନେ କ'ଣ କରିବ, ଆପ୍ଲାଏ କରିଦିଅ। ଏ ନିଶ୍ଚିତ ଭାବରେ ଏହି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଷ୍ଟାଫ୍ ସିଲେକ୍ସନ୍ କମିଶନର ଗୋଟିଏ ଜବ୍ ନିଶ୍ଚିତ ଭାବରେ ତୁମମାନଙ୍କୁ ମିଳିବ। କ'ଣ କରିବ, ଆପ୍ଲାଏ କରିଦେବ। ଆଉ ଏକ୍ଜାମ୍ ଦେବା ପାଇଁ ଯିବ। ଏକ୍ଜାମ୍ରେ ଯଦି କ୍ୱାଲିଫାଏ କରିଯାଉଛ ତାହେଲେ ତୁମମାନଙ୍କୁ ନିଶ୍ଚିତ ଭାବରେ ଜବ୍ ମିଳିଯିବ। ତ ସମସ୍ତେ କ'ଣ କର, କମ୍ପ୍ୟୁଟର ଦୋକାନକୁ ଯାଇ କିମ୍ବା ନିଜର ମୋବାଇଲରେ ତୁମେ କ'ଣ କର, ଆଉ ଆପ୍ଲାଏ କରିଦିଅ। ହାଉ ଟୁ ଆପ୍ଲାଏ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଏତିକି ଲେଖିଦେଲେ ଆପଣମାନଙ୍କୁ ୟୁଟ୍ୟୁବରେ ଅନେକ ଭିଡ଼ିଓ ମିଳିଯିବ। ସେଇ ଭିଡ଼ିଓ ଦେଖିକି ଘରେ ବସି କ'ଣ କରନ୍ତୁ, ଆପ୍ଲାଏ କରିଦିଅନ୍ତୁ ନିଜର ମୋବାଇଲରେ। ଆଉ ଏକ୍ଜାମ୍ ଦେବା ପାଇଁ ଯାଆନ୍ତୁ। ଏକ୍ଜାମ୍ରେ ଭଲ ସ୍କୋର୍ କରନ୍ତୁ, ଭଲ ମାର୍କ ରଖନ୍ତୁ। ନିଶ୍ଚିତ ଭାବରେ ତୁମମାନଙ୍କୁ ଗୋଟିଏ ଗଭର୍ଣ୍ଣମେଣ୍ଟ ଚାକିରି ମିଳିଯିବ। ଏମିତି ଗଭର୍ଣ୍ଣମେଣ୍ଟ ଜବ୍ କରିବା ପାଇଁ ଯଦି ଚାହୁଁଛ, ମାନେ ଆଗାମୀ ଦିନରେ ଆସୁଥିବା ଅପଡ଼େଟ୍ ଯଦି ଜାଣିବା ପାଇଁ ଚାହୁଁଛ, ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ। ବହୁତ ବହୁତ ଧନ୍ୟବାଦ।